ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ମୁକ୍ତ ବାଣିଜ୍ୟ ଚୁକ୍ତି। ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଲା ତେଲେଙ୍ଗାନାର ଆୟୋଜିତ ବାଥୁକାମ ମହୋତ୍ସବର ଫୁଲ ସାଜସଜ୍ଜା ଏବଂ ସମନ୍ୱିତ ମହିଳା ପ୍ରଦର୍ଶନ। ଦକ୍ଷତା ବିକାଶ ଦିଗରେ ନୂତନ ଦିଗନ୍ତ ସୃଷ୍ଟି କରିଛି କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତି। ଏବଂ ଗୌହାଟୀର ବର୍ଷାପାରା କ୍ରିକେଟ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବ ଆଇସିସି ମହିଳା ଏକଦିବସୀୟ କ୍ରିକେଟ ବିଶ୍ୱକପ୍। ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ଆସନ୍ତା ପହିଲାରୁ କାର୍ଯ୍ୟକାରୀ ହେବ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ସେହି ରାଷ୍ଟ୍ରଗୁଡ଼ିକ ହେଉଛି ଆଇସଲ୍ୟାଣ୍ଡ, ଲିଚେନଷ୍ଟାଇନ୍, ନରୱେ ଏବଂ ସୁଇଜରଲ୍ୟାଣ୍ଡ। ଗ୍ରେଟର ନଏଡାଠାରେ ଉତ୍ତର ପ୍ରଦେଶ ଆନ୍ତର୍ଜାତିକ ବାଣିଜ୍ୟ ପ୍ରଦର୍ଶନୀର ଅନ୍ତିମ ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ବିକଶିତ ରାଷ୍ଟ୍ରଗୁଡ଼ିକ ସହିତ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ଆଗ୍ରହୀ। ଇତିମଧ୍ୟରେ ସଂଯୁକ୍ତ ଆରବ ଏମିରେଟ୍ସ, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସହ ଏହି ଚୁକ୍ତି ସମ୍ପନ୍ନ ହୋଇଛି। ୟୁରୋପୀୟ ସଂଘ, ଆମେରିକା, ନ୍ୟୁଜିଲ୍ୟାଣ୍ଡ, ଓମାନ, ପେରୁ ଏବଂ ଚିଲି ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଆଲୋଚନା ଜାରି ରହିଛି ବୋଲି ଶ୍ରୀ ଗୋୟଲ କହିଛନ୍ତି। କାତାର ଏବଂ ବାହାରିନ୍ ଭାରତ ସହ ଏଭଳି ଚୁକ୍ତି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର 700 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ 2014 ମସିହାର ଦୁର୍ବଳ ଅର୍ଥନୀତିରୁ ଉନ୍ନୀତ ହୋଇ ଆଜି ବିଶ୍ୱର ଚତୁର୍ଥ ବୃହତ ଅର୍ଥନୀତିରେ ପରିଣତ ହୋଇଛି। ଆଗାମୀ 2 ବର୍ଷ ମଧ୍ୟରେ 5 ଟ୍ରିଲିୟନ ଆମେରିକୀୟ ଡଲାର ସହିତ ଭାରତ ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବ ବୋଲି ଶ୍ରୀ ଗୋୟଲ କହିଛନ୍ତି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଉପରେ ଆଲୋକପାତ କରି ଶ୍ରୀ ଗୋୟଲ କହିଛନ୍ତି, ସ୍ୱାଧୀନତା ପରଠାରୁ ଏହା ସବୁଠାରୁ ବଡ଼ ସଂସ୍କାର ଏବଂ ଏହାର ପ୍ରଭାବ ଦଶନ୍ଧି ଧରି ଅନୁଭୂତ ହେବ। ଏମ୍ଏସ୍ଏମ୍ଇ କ୍ଷେତ୍ର, ମହିଳା ଉଦ୍ୟୋଗୀ, ସ୍ୱଦେଶୀ ଉତ୍ପାଦ ଏବଂ ରପ୍ତାନୀ କ୍ଷେତ୍ରକୁ ଏହି ଆନ୍ତର୍ଜାତିକ ବାଣିଜ୍ୟ ପ୍ରଦର୍ଶନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି ବୋଲି ମନ୍ତ୍ରୀ ଶ୍ରୀ ଗୋୟଲ ଆଶାବ୍ୟକ୍ତ କରିଛନ୍ତି। ତେଲେଙ୍ଗାନାର ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ବାଥୁକାମା ମହୋତ୍ସବର ଉଦ୍ଯାପନୀ ସମାରୋହରେ ଗତକାଲି 2ଟି ନୂଆ ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପିତ ହୋଇଛି। ହାଇଦ୍ରାବାଦର ସାରୁର ନଗର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସର୍ବବୃହତ ବାଥୁକାମା ପୁଷ୍ପ ସାଜସଜ୍ଜା ପାଇଁ 2ଟି ବିଶ୍ୱ ରେକର୍ଡ ସ୍ଥାପନ ହୋଇଛି। 7 ଟନ୍ ପରିମାଣର ଫୁଲ ବ୍ୟବହାର କରାଯାଇ 63.11 ଫୁଟ ଉଚ୍ଚ ଏବଂ 11 ଫୁଟ ଓସାରର ବାଥୁକାମା ପୁଷ୍ପ ସାଜସଜ୍ଜା ପ୍ରଥମ ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ବେଳେ 1354 ଜଣ ମହିଳାଙ୍କୁ ନେଇ ସମନ୍ୱିତ ପ୍ରଦର୍ଶନକୁ ଦ୍ୱିତୀୟ ଗିନିଜ୍ ବିଶ୍ୱ ରେକର୍ଡ ଭାବେ ମାନ୍ୟତା ମିଳିଛି। ଗିନିଜ୍ ବିଶ୍ୱ ରେକର୍ଡର ପ୍ରତିନିଧିମାନେ ଉପସ୍ଥିତ ରହି ଏହାକୁ ଗିନିଜ୍ରେ ସ୍ଥାନିତ କରାଯାଇଥିବା ଘୋଷଣା କରିଥିଲେ। ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ କୃଷ୍ଣା ରାଓ ଏବଂ ମହିଳା ବିକାଶ ମନ୍ତ୍ରୀ ଅନୁସୂୟା ସୀତାକାଙ୍କୁ ଗିନିଜ୍ ପ୍ରତିନିଧି ଦଳ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଭାରତ ଭୁଟାନ ମଧ୍ୟରେ ସୀମାପାର ରେଳ ସଂଯୋଗ ପ୍ରକଳ୍ପ ପାଇଁ ଉଭୟ ପକ୍ଷ ସହମତ ହୋଇଛନ୍ତି। ମୋଟ 4033 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା 2ଟି ରେଳ ପ୍ରକଳ୍ପ ମଧ୍ୟରେ କୋକ୍ରାଝର ଗେଲେଫୁ ଏବଂ ବନରହାଟ ସମସ୍ୟା ଅନ୍ତର୍ଭୁକ୍ତ। ନୂଆଦିଲ୍ଲୀଠାରେ ମିଳିତ ଗଣମାଧ୍ୟମ ସମ୍ମିଳନୀକୁ ସମ୍ବୋଧନ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି 2ଟି ଯାକ ରେଳ ପ୍ରକଳ୍ପ ଭୁଟାନର ଗୁରୁତ୍ୱପୂର୍ଣ୍ଣ ସହର ଗେଲେଫୁ ଏବଂ ସମସ୍ୟାକୁ ସଂଯୋଗ କରିବ। ଆସାମର କୋକ୍ରାଝର ଏବଂ ପଶ୍ଚିମବଙ୍ଗର ବନରହାଟଠାରୁ ଭୁଟାନକୁ ରେଳ ଯୋଗାଯୋଗ ପ୍ରକଳ୍ପଗୁଡ଼ିକ ପାଇଁ ଭାରତ ସମସ୍ତ ଖର୍ଚ୍ଚ ବହନ କରିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଭାରତ ଭୁଟାନ ମଧ୍ୟରେ ଏହା ପ୍ରଥମ ପର୍ଯ୍ୟାୟ ରେଳ ସଂଯୋଗ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁଟାନ ଗସ୍ତ ଅବସରରେ ରେଳ ଯୋଗାଯୋଗ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଭୁଟାନର ବିକାଶମୂଳକ କ୍ଷେତ୍ରରେ ଭାରତ ସମସ୍ତ ପ୍ରକାର ସହାୟତା ଯୋଗାଇ ଆସୁଛି ବୋଲି ଶ୍ରୀ ମିଶ୍ରି କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସେବା ଏବଂ ସୁଶାସନ ଅର୍ଥାତ୍ ଜନସେବା ଓ ସୁଶାସନର ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ପରିବର୍ତ୍ତନ ଏବଂ ପ୍ରଗତି ଆଣିବା ପାଇଁ ନିରନ୍ତର ଉଦ୍ୟମ କରିଆସୁଛନ୍ତି। ଆମର ସ୍ୱତନ୍ତ୍ର ଧାରାବାହିକ ସେବା ପର୍ବରେ ଆସନ୍ତୁ ଜାଣିବା ମୋଦି ସରକାରଙ୍କ ଜାତୀୟ ଶିକ୍ଷାନୀତି
2020 କିଭଳି ଭାବେ ଭାରତ ପାଇଁ ଏକ ଆଧୁନିକ ଓ ଭବିଷ୍ୟତ ପାଇଁ ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ବ୍ୟବସ୍ଥା ନିର୍ମାଣ କରିଛନ୍ତି। ଶିକ୍ଷା ହେଉଛି ଏଭଳି ଏକ ମୂଳଦୁଆ ଯାହା ଉପରେ ଏକ ରାଷ୍ଟ୍ର ତାର ଭବିଷ୍ୟତ ନିର୍ମାଣ କରିଥାଏ ଏବଂ ଏହା ପରବର୍ତ୍ତୀ ପିଢ଼ିର ଆବଶ୍ୟକତାକୁ ରୂପ ଦେଇଥାଏ। 2020 ଜୁନରେ ନରେନ୍ଦ୍ର ମୋଦିଙ୍କ ସରକାର ନୂତନ ଜାତୀୟ ଶିକ୍ଷାନୀତି ପ୍ରଣୟନ କରିଥିଲେ। 34 ବର୍ଷ ମଧ୍ୟରେ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଥିଲା। ନୂଆ ଶିକ୍ଷାନୀତି ଆରମ୍ଭ କରି ପ୍ରଧାନମନ୍ତ୍ରୀ କହିଥିଲେ, ଶିକ୍ଷାର ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ପାଇଁ ସମାନ ସୁଯୋଗ ସୃଷ୍ଟି କରିବା। समान शिक्षा का मतलब है स्थान, वर्ग, क्षेत्र के कारण बच्चे शिक्षा से वंचित न रहे। इसलिए नेशनल एजुकेशन पॉलिसी का विजन ये है, देश का प्रयास ये है कि गांव, शहर, अमीर, गरीब हर वर्ग में युवाओं को एक जैसा अवसर मिले। ଜାତୀୟ ଶିକ୍ଷାନୀତି ବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷାରେ ବୃତ୍ତିଗତ ଏବଂ ବ୍ୟବହାରିକ ଦକ୍ଷତାକୁ ସାମିଲ କରି ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରୁଛି। ଶିକ୍ଷାର ପ୍ରାଥମିକ ପର୍ଯ୍ୟାୟରୁ ଛାତ୍ରଛାତ୍ରୀମାନେ ଯେଭଳି ବୃତ୍ତିଗତ ଶିକ୍ଷା ପ୍ରତି ଆକର୍ଷିତ ହୋଇପାରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି। ବିଭିନ୍ନ ଭାରତୀୟ ଭାଷାକୁ ପ୍ରାଥମିକତା ଦିଆଯିବା ସହ କେବଳ ଶିକ୍ଷାଦାନର ମାଧ୍ୟମ ରୂପେ ନିର୍ଦ୍ଦିଷ୍ଟ ଭାବେ କେତୋଟି ଭାଷାକୁ ଅଗ୍ରାଧିକାର ନ ଦେଇ ସମସ୍ତ ଭାରତୀୟ ଭାଷାକୁ ସମାନ ସୁଯୋଗ ପ୍ରଦାନ କରାଯାଇଛି। ନୂଆ ଶିକ୍ଷାନୀତି ଭାରତର ସଂସ୍କୃତି ଓ ପରମ୍ପରାକୁ ଯଥେଷ୍ଟ ଭାବେ ଆପଣାଇବା ସହ ଛାତ୍ରଛାତ୍ରୀମାନେ ଯେଭଳି ଭବିଷ୍ୟତ ଆହ୍ୱାନ ଓ ସମସ୍ୟାଗୁଡ଼ିକର ମୁକାବିଲା କରିପାରିବେ ତାହା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ଗତ 5 ବର୍ଷରେ ନୂତନ ଜାତୀୟ ଶିକ୍ଷାନୀତି ଜ୍ଞାନ ଆହରଣ ସହ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ, କୌତୂହଳ ଏବଂ ଦକ୍ଷତା ବିକାଶ ଦିଗରେ ନୂତନ ଦିଗନ୍ତ ସୃଷ୍ଟି କରିଛି। ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର କାର୍ଯ୍ୟକାରୀ ହେବା ପରେ ଦେଶର ଜନସାଧାରଣ ଚଳିତ ମାସ 22 ତାରିଖରୁ ଲାଭ ପାଇବା ଆରମ୍ଭ କରିଛନ୍ତି। ଏହି ଜିଏସ୍ଟି ସଂରଚନାରେ ଜିଏସ୍ଟି ପରିଷଦ ପୂର୍ବର 4 ଥାକିଆ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କରି କେବଳ 5 ଏବଂ 18% ମଧ୍ୟରେ ସୀମିତ ରଖିଛି। ଫଳରେ ଅନେକଗୁଡ଼ିଏ ସେବା ଏବଂ ସାମଗ୍ରୀର ଦର ହ୍ରାସ ପାଇଛି। ଏ ସମ୍ପର୍କରେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇ କହିଥିଲେ, हमें सुनिश्चित करना है कि नेक्स्ट जनरेशन जीएसटी रिफॉर्म्स का फायदा सामान्य से सामान्य व्यक्ति तक पहुंचना चाहिए। हमें ग्राहकों को भी जानकारी देनी है और अपने दुकानदार भाइयों को भी जागरूक करना है। जहां हम विपक्ष में हैं वहां तो हमारी जिम्मेदारी और अधिक बढ़ जाती है। वहां जो सरकार है वो जीएसटी में कमी का पूरा लाभ जनता को दे, ये हमें पक्का करना ही होगा। हमें भारत को आत्मनिर्भर बनाना है और स्वदेशी को अपनाना है। जीएसटी परिषद खेलना एवं क्रीड़ा सामग्री उपरे जीएसटी हार 12% ରୁ 5% को ह्रास କରିଛନ୍ତି। ଫଳରେ ଉଭୟ ଉପଭୋକ୍ତା ଏବଂ ନିର୍ମାତାମାନଙ୍କୁ ଖେଳନା ଶିଳ୍ପର ଅଭିବୃଦ୍ଧି ଦିଗରେ ସହାୟକ ହୋଇଛି। ଅନ୍ୟପକ୍ଷରେ ଖେଳନା ଏବଂ କ୍ରୀଡ଼ା ସାମଗ୍ରୀ ନିର୍ମାଣ କରୁଥିବା କ୍ଷୁଦ୍ର ଏବଂ ମଧ୍ୟମ ଧରଣର ଶିଳ୍ପଗୁଡ଼ିକ ଜାତୀୟ ଏବଂ ଆନ୍ତର୍ଜାତିକ ବଜାରରେ ପ୍ରତିଯୋଗିତା କରିବାର ସୁଯୋଗ ପାଇବେ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ବାଇସାଇକେଲ ଉପରେ ମଧ୍ୟ ଜିଏସ୍ଟି ହାର 12% ରୁ 5% କୁ ହ୍ରାସ କରାଯାଇଛି। ଆଇସିସି ମହିଳା ଏକଦିବସୀୟ କ୍ରିକେଟ ବିଶ୍ୱକପ୍ 2025 ଆଜିଠାରୁ ଆରମ୍ଭ ହେବ। ଉଦ୍ଘାଟନୀ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ 3ଟାରେ ଗୌହାଟୀର ବର୍ଷାପାରା କ୍ରିକେଟ ଷ୍ଟାଡିୟମରେ ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ। 2025 ମହିଳା ବିଶ୍ୱକପ୍ର ଏହି ତ୍ରୟୋଦଶ ସଂସ୍କରଣରେ 50 ଓଭର ମ୍ୟାଚ୍ ଖେଳାଯିବ। ଏଥିରେ 8ଟି ଦଳ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ତାନ ଭାଗ ନେଉଛନ୍ତି। ଏହି ଦଳଗୁଡ଼ିକ ଭାରତର 4ଟି ସ୍ଥାନରେ ଏବଂ କଲମ୍ବୋରେ ଗୋଟିଏ ସ୍ଥାନରେ 28ଟି ଲିଗ୍ ମ୍ୟାଚ୍ରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭାରତ ଓ ପାକିସ୍ତାନ ମଧ୍ୟରେ ଆସନ୍ତା ମ୍ୟାଚ୍ 5 ତାରିଖରେ କଲମ୍ବୋରେ ଖେଳାଯିବ। ଗ୍ରୁପ୍ ପର୍ଯ୍ୟାୟ ଶେଷରେ 4ଟି ଦଳ ସେମିଫାଇନାଲକୁ ଉନ୍ନୀତ ହେବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ୟୁରୋପୀୟ ମୁକ୍ତ ବାଣିଜ୍ୟ ସଂଘ ସହ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ମୁକ୍ତ ବାଣିଜ୍ୟ ଚୁକ୍ତି। ଗିନିଜ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଲା ତେଲଙ୍ଗାନାରେ ଆୟୋଜିତ ବାଥୁକାମ ମହୋତ୍ସବର ଫୁଲ ସାଜସଜ୍ଜା ଏବଂ ସମନ୍ୱିତ ମହିଳା ପ୍ରଦର୍ଶନ। ଦକ୍ଷତା ବିକାଶ ଦିଗରେ ନୂତନ ଦିଗନ୍ତ ସୃଷ୍ଟି କରିଛି କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷାନୀତି ଏବଂ ଗୌହାଟୀର ବର୍ଷାପାରା କ୍ରିକେଟ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବ ଆଇସିସି ମହିଳା ଏକଦିବସୀୟ କ୍ରିକେଟ ବିଶ୍ୱକପ୍। ସମ୍ବାଦ ଶେଷ ହେଲା।